ମାର ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ। ମଟନ ପାଇଁ ପୁଅ ନେଇଗଲା ମାର ଜୀବନ। ସ୍ତ୍ରୀର ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନସ୍ଥ କାଞ୍ଚପଡ଼ା ତାଳପଦା ଗ୍ରାମର ମଦ୍ୟପ ପୁଅ ଟିକିଏ ମଟନ ଝୋଳ ଖାଇବା ପାଇଁ ମାର ତଣ୍ଟି ଚିପି ଦେଲା ମଦ୍ୟପ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡ଼ା ପଞ୍ଚାୟତ ତାଳପଦା ଗ୍ରାମରେ। ଉକ୍ତ ଗ୍ରାମର ବାସନ୍ତୀ ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଫେରି ମା, ସ୍ତ୍ରୀ, ପିଲାମାନଙ୍କୁ ମାରଧର କରନ୍ତି। ଏଥିପାଇଁ କିଛି ଦିନ ହେଲା ତାଙ୍କ ସ୍ତ୍ରୀ କବିତା ନିଜ ପିଲାମାନଙ୍କୁ ନେଇ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମା ବାସନ୍ତୀକୁ ଖାଇବା ପାଇଁ ମାଗିଥିଲା। ମା ଖାଇବାକୁ ଦେବା ପରେ କାହିଁକି ମଟନ ତରକାରୀ କରିନାହିଁ ବୋଲି ପ୍ରଶ୍ନ କରିଥିଲା ମଦ୍ୟପ ପୁଅ। ମାଛ ମାଂସ କେଉଁଠୁ ଆଣିବି ବୋଲି ମୋ ପାଖରେ ଟଙ୍କା ନାହିଁ ବୋଲି ମା ପୁଅକୁ ବୁଝାଇବାକୁ ଚେଷ୍ଟା କରିଥିଲା। ଏଥିରେ ପୁଅ ରାଗି ଯାଇ ମାକୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଶାଶୁଙ୍କୁ ନିଜ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଅରୁଣ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ କବିତା ସିମୁଳିଆ ଥାନାରେ ଅଭିଯୋଗ ପରେ ସିମୁଳିଆ ପୋଲିସ ସମେତ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୁଅ ଅରୁଣକୁ ଥାନାରେ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରିଛି। ସିମୁଳିଆରୁ ରାଜକିଶୋର ମଲ୍ଲିକଙ୍କ ରିପୋର୍ଟ।